ଆହୁରି ଭଲ ଭଲ ପ୍ରୋଜେକ୍ଟ ଆସିବ ଆଣ୍ଡ ମୋ ପାଇଁ ତ ସେମାନେ ବହୁତ ସ୍ପେଶାଲ କାହିଁକିନା ପ୍ରତୀକ୍ଷା ଯେତେବେଳେ କାମ କରିଥିଲେ ସେତେବେଳେ କେହି ଚିହ୍ନି ନଥିଲେ ଜାଣିନଥିଲେ ବଟ୍ ସେତେବେଳେ ଏତେ ବଡ଼ ଫିଲ୍ମ ମୋ କାନ୍ଧରେ ଦେବା ଆଣ୍ଡ ସେଇଟା ତାଙ୍କର ବିଶ୍ୱାସ ଥିଲା। ତାପରେ ଗ୍ୟାଙ୍ଗସ୍ ଅଫ୍ ପୁରୀ ଆହୁରି କିଛି ୱେବ୍ ସିରିଜ୍ ଆଣ୍ଡ ଏବେ ମନ୍ତ୍ରମୁଗ୍ଧ ତ ଟେକ୍ନୋ ପ୍ରଡକ୍ସନ୍ ସବୁବେଳେ ମୋତେ ଏକ୍ସପେରିମେଣ୍ଟ କରି ଆସିଛି ଆଣ୍ଡ ମୁଁ ମୋର 100% ଦେଇଛି। ଦେଖୁନାହାନ୍ତି ଭାଇ ମାଟି ଧଇଲେ ସୁନା ହେଇଯାଉଛି ଆପଣଙ୍କ ହାତ ବାଜିଲା ମନ୍ତ୍ରମୁଗ୍ଧ ବି 50 ଡେଜ୍ କମ୍ପ୍ଲିଟ୍ ହେଲା କଣ ନାଇଁ ସମସ୍ତଙ୍କ ହାତ ବାଜିଛି ମୋ ହାତ ନୁହେଁ ସବୁ ପୁରା ଟିମ୍ ୱାର୍କ। ବାବାଙ୍କର ଯୋଉ ମନ୍ତ୍ର ପଡିଛି ଏଇଟା ତାହେଲେ ଜେଜେଙ୍କ ଆଶୀର୍ବାଦ ରାଘା ବାବା ଧୂଳି ବାବାଙ୍କ ଆଶୀର୍ବାଦ ଯାହା ହେଇଛି ବଟ୍ ଆପଣମାନଙ୍କ ଜରିଆରେ ସବୁ ଦର୍ଶକମାନଙ୍କୁ ବହୁତ ଥ୍ୟାଙ୍କ ୟୁ କହିବି। ଯେତେବେଳେ ଫିଲ୍ମଟା ଆମେ ଆରମ୍ଭ କରିଥିଲୁ ନୂଆ ଫ୍ରେଶ୍ କାଷ୍ଟ ଥିଲେ କେତେ ଦିନ ଚାଲିବ କେମିତି ବିଜନେସ୍ କରିବ ସେ ବିଷୟରେ କେହି ଭାବିନଥିଲେ କେମିତି ଗୋଟେ ଭଲ ସିନେମା ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଇ ଦିଗରେ ଟେକ୍ନୋ ପ୍ରଡକ୍ସନ୍ ସବୁବେଳେ ଚେଷ୍ଟା କରି ଆସିଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ହାଉସ୍ ଆଣ୍ଡ ଅନୁପମ ଭାଇ ସେଇ ଧାରାରେ କାମ କରନ୍ତି। ସିନେମାଟା ହେଇସାରିଲା ପରେ ତାହା ଦର୍ଶକଙ୍କର ହେଇଯାଏ ଆଣ୍ଡ ଆଜି ଦର୍ଶକମାନେ ପ୍ରୁଭ୍ କରିଛନ୍ତି କି ମନ୍ତ୍ରମୁଗ୍ଧ ତାଙ୍କ ସିନେମା 50 ଦିନ ପରେ ବି ଆଜି ଏତେ ଭିଡ଼ ଦେଖୁଛନ୍ତି ଆଣ୍ଡ ବହୁତ ଖୁସି ଲାଗୁଛି। ଆଚ୍ଛା ରାଘା ବାବା କଣ ସବୁ ଦାଢି ମିଶ କାଟି ଦେଇକି ଆସିଛନ୍ତି ଆଜି ତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି। ରାଘା ବାବା ମାନସିକ ଥିଲା 50 ଦିନ ହେଲେ କାଟି ନାଇଁ ଏଇଟା ଗୋଟେ ନୂଆ ଫିଲ୍ମ ପାଇଁ ଚାଲିଛି ଲୁକ୍ ଟେଷ୍ଟ ଚାଲିଛି ତ ତା ପାଇଁ କରାହେଇଛି। ଅନୁପମ ବର୍ଷଙ୍କ ପାଇଁ କଣ କହିବେ ଗୋଟେ ମାନେ ଷ୍ଟାର ଛୋଟ ଛୋଟ ମୁହଁକୁ ନେଇକି କରିଥିଲେ କିନ୍ତୁ ଆଜି ଗୋଟେ ବଡ଼ ସଫଳତା ପାଇ ନିହାତି ଭାବେ ଯେମିତି କହିବେ ବହୁତ ଦିନ ପରେ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ଲୋକ ସିନେମା ହଲ୍ ଦେଖିବା ଆସୁଛନ୍ତି ସିନେମା ଦେଖିବା ପାଇଁ ଆଣ୍ଡ ଅନୁପମ ଭାଇ ଏଜ୍ ଏ ଡିରେକ୍ଟର ଯୋଗୁଁ ପ୍ରୁଭ୍ କରିଛନ୍ତି ତାଙ୍କର ଯେକୌଣସି ଫିଲ୍ମ ଦେଖନ୍ତୁ ସବୁ ଅଲଗା ଅଲଗା ଜୋନରର ତ ପ୍ରତୀକ୍ଷାରେ ବି ମୁଁ ଥିଲି ପ୍ରତୀକ୍ଷା କର୍ମ ପରେ ଆଜି ମନ୍ତ୍ରମୁଗ୍ଧ 50 ଦିନ କମ୍ପ୍ଲିଟ୍ କରିଛି ଦେନ୍ ସବୁବେଳେ ଏକ୍ସପେରିମେଣ୍ଟ ଜାରି ରଖିଛନ୍ତି ଆଗକୁ ଆହୁରି ଭଲ ଭଲ ପ୍ରୋଜେକ୍ଟ ଆସିବ ଆଣ୍ଡ ମୋ ପାଇଁ ତ ସେମାନେ ବହୁତ ସ୍ପେଶାଲ କାହିଁକିନା ପ୍ରତୀକ୍ଷା ଯେତେବେଳେ କାମ କରିଥିଲେ ସେତେବେଳେ କେହି ଚିହ୍ନି ନଥିଲେ ଜାଣିନଥିଲେ ବଟ୍ ସେତେବେଳେ ଏତେ ବଡ଼ ଫିଲ୍ମ ମୋ କାନ୍ଧରେ ଦେବା ଆଣ୍ଡ ସେଇଟା ତାଙ୍କର ବିଶ୍ୱାସ ଥିଲା। ତାପରେ ଗ୍ୟାଙ୍ଗସ୍ ଅଫ୍ ପୁରୀ ଆହୁରି କିଛି ୱେବ୍ ସିରିଜ୍ ଆଣ୍ଡ ଏବେ ମନ୍ତ୍ରମୁଗ୍ଧ ତ ଟେକ୍ନୋ ପ୍ରଡକ୍ସନ୍ ସବୁବେଳେ ମୋତେ ଏକ୍ସପେରିମେଣ୍ଟ କରି ଆସିଛି ଆଣ୍ଡ ମୁଁ ମୋର 100% ଦେଇଛି। ରାଘା ବାବା ମନ୍ତ୍ରମୁଗ୍ଧର ତାର ଆଉ ଗୋଟେ ଏକ୍ସାମ୍ପଲ୍ ସବୁ ପୁରା ଟିମ୍ ୱାର୍କ। ବାବାଙ୍କର ଯୋଉ ମନ୍ତ୍ର ପଡିଛି ଏଇଟା ତାହେଲେ ଜେଜେଙ୍କ ଆଶୀର୍ବାଦ ରାଘା ବାବା ଧୂଳି ବାବାଙ୍କ ଆଶୀର୍ବାଦ ଯାହା ହେଇଛି ବଟ୍ ଆପଣମାନଙ୍କ ଜରିଆରେ ସବୁ ଦର୍ଶକମାନଙ୍କୁ ବହୁତ ଥ୍ୟାଙ୍କ ୟୁ କହିବି। ଯେତେବେଳେ ଫିଲ୍ମଟା ଆମେ ଆରମ୍ଭ କରିଥିଲୁ ନୂଆ ଫ୍ରେଶ୍ କାଷ୍ଟ ଥିଲେ କେତେ ଦିନ ଚାଲିବ କେମିତି ବିଜନେସ୍ କରିବ ସେ ବିଷୟରେ କେହି ଭାବିନଥିଲେ କେମିତି ଗୋଟେ ଭଲ ସିନେମା ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଇ ଦିଗରେ ଟେକ୍ନୋ ପ୍ରଡକ୍ସନ୍ ସବୁବେଳେ ଚେଷ୍ଟା କରି ଆସିଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ହାଉସ୍ ଆଣ୍ଡ ଅନୁପମ ଭାଇ ସେଇ ଧାରାରେ କାମ କରନ୍ତି। ସିନେମାଟା ହେଇସାରିଲା ପରେ ତାହା ଦର୍ଶକଙ୍କର ହେଇଯାଏ ଆଣ୍ଡ ଆଜି ଦର୍ଶକମାନେ ପ୍ରୁଭ୍ କରିଛନ୍ତି କି ମନ୍ତ୍ରମୁଗ୍ଧ ତାଙ୍କ ସିନେମା 50 ଦିନ ପରେ ବି ଆଜି ଏତେ ଭିଡ଼ ଦେଖୁଛନ୍ତି ଆଣ୍ଡ ବହୁତ ଖୁସି ଲାଗୁଛି। ଆଚ୍ଛା ରାଘା ବାବା କଣ ସବୁ ଦାଢି ମିଶ କାଟି ଦେଇକି ଆସିଛନ୍ତି ଆଜି ତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି। ରାଘା ବାବା ମାନସିକ ଥିଲା 50 ଦିନ ହେଲେ କାଟି ନାଇଁ ଏଇଟା ଗୋଟେ ନୂଆ ଫିଲ୍ମ ପାଇଁ ଚାଲିଛି ଲୁକ୍ ଟେଷ୍ଟ ଚାଲିଛି ତ ତା ପାଇଁ କରାହେଇଛି। ଅନୁପମ ବର୍ଷଙ୍କ ପାଇଁ କଣ କହିବେ ଗୋଟେ ମାନେ ଷ୍ଟାର ଛୋଟ ଛୋଟ ମୁହଁକୁ ନେଇକି କରିଥିଲେ କିନ୍ତୁ ଆଜି ଗୋଟେ ବଡ଼ ସଫଳତା ପାଇ ନିହାତି ଭାବେ ଯେମିତି କହିବେ ବହୁତ ଦିନ ପରେ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ଲୋକ ସିନେମା ହଲ୍ ଦେଖିବା ଆସୁଛନ୍ତି ସିନେମା ଦେଖିବା ପାଇଁ ଆଣ୍ଡ ଅନୁପମ ଭାଇ ଏଜ୍ ଏ ଡିରେକ୍ଟର ଯୋଗୁଁ ପ୍ରୁଭ୍ କରିଛନ୍ତି ତାଙ୍କର ଯେକୌଣସି ଫିଲ୍ମ ଦେଖନ୍ତୁ ସବୁ ଅଲଗା ଅଲଗା ଜୋନରର ତ ପ୍ରତୀକ୍ଷାରେ ବି ମୁଁ ଥିଲି ପ୍ରତୀକ୍ଷା କର୍ମ ପରେ ଆଜି ମନ୍ତ୍ରମୁଗ୍ଧ 50 ଦିନ କମ୍ପ୍ଲିଟ୍ କରିଛି ଦେନ୍ ସବୁବେଳେ ଏକ୍ସପେରିମେଣ୍ଟ ଜାରି ରଖିଛନ୍ତି ଆଗକୁ ଆହୁରି ଭଲ ଭଲ ପ୍ରୋଜେକ୍ଟ ଆସିବ ଆଣ୍ଡ ମୋ ପାଇଁ ତ ସେମାନେ ବହୁତ ସ୍ପେଶାଲ କାହିଁକିନା ପ୍ରତୀକ୍ଷା ଯେତେବେଳେ କାମ କରିଥିଲେ ସେତେବେଳେ କେହି ଚିହ୍ନି ନଥିଲେ ଜାଣିନଥିଲେ ବଟ୍ ସେତେବେଳେ ଏତେ ବଡ଼ ଫିଲ୍ମ ମୋ କାନ୍ଧରେ ଦେବା ଆଣ୍ଡ ସେଇଟା ତାଙ୍କର ବିଶ୍ୱାସ ଥିଲା। ତାପରେ ଗ୍ୟାଙ୍ଗସ୍ ଅଫ୍ ପୁରୀ ଆହୁରି କିଛି ୱେବ୍ ସିରିଜ୍ ଆଣ୍ଡ ଏବେ ମନ୍ତ୍ରମୁଗ୍ଧ ତ ଟେକ୍ନୋ ପ୍ରଡକ୍ସନ୍ ସବୁବେଳେ ମୋତେ ଏକ୍ସପେରିମେଣ୍ଟ କରି ଆସିଛି ଆଣ୍ଡ ମୁଁ ମୋର 100% ଦେଇଛି। ରାଘା ବାବା ମନ୍ତ୍ରମୁଗ୍ଧର ତାର ଆଉ ଗୋଟେ ଏକ୍ସାମ୍ପଲ୍।